ଦଳିଦେଲା ଦନ୍ତା ଚାଲିଗଲା ଆଉ ଏକ ଜୀବନ। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଦୁବୁନା ଏସ୍ଆର୍ ଛକ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି। ମୃତକ ଜଣକ ନୟାଗଡ଼ ଅଞ୍ଚଳର ଗୁରୁଚରଣ ନାୟକ। ସେ ଏକ ଖୋଲା ହାଣ୍ଡିଆ ଦୋକାନରେ ଶୋଇଥିବା ବେଳେ ଆଜି ଭୋର ସମୟରେ ଏକ ଦନ୍ତାହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗ ଓ ବାମେବାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗତ 20 ତାରିଖରେ କାଳିମାଟିରେ ରାଜେଶ ମୁଣ୍ଡା ନାମକ ବ୍ୟକ୍ତି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ବାମେବାରୀ ଫରେଷ୍ଟ ସେକ୍ସନରେ ଏବେ 10ରୁ ଅଧିକ ହାତୀ ରହିଥିବା ସୂଚନା ମିଳିଛି। ଦୁଇଟି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।